ଯଦି ଜାଣିଥିବେ ସେମାନେ ମୁଁ ପାଖାପାଖି ଗୋଟେ ବର୍ଷ କି 10 ମାସ ତଳେ ଗୋଟେ ଭିଡ଼ିଓ ପକେଇଥିଲି। ସେଇଟା ମୁଁ ଦେଖେଇ ଦେଉଛି, ମାନେ ଯିଏ ନ ଦେଖିଛନ୍ତି ସେଇଟା ଯାଇକି ଦେଖିଦିଅନ୍ତୁ, ମୋ ଚ୍ୟାନେଲରେ ଅଛି। ସେଇଟା ମୁଁ ପକେଇଥିଲି। ସେଇଟା କାହା ବିଷୟରେ ଥିଲା ନା, ସେଇଟା ଥିଲା ହ୍ୟାରି ପଟର ବୁକ୍ ସିରିଜ୍ ଉପରେ ଥିଲା। ମୁଁ ବୁକ୍ କଲେକ୍ସନ୍ ମୋତେ ବହୁତ ଭଲ ଲାଗେ କରିବାକୁ। ଆଉ ହ୍ୟାରି ପଟରର ମୁଁ ବହୁତ ବୁକ୍ କଲେକ୍ସନ୍ କରିଛି। ଆଉ ଅଳ୍ପ କିଛି ଏମିତି କରିଛି। କ୍ରୋନିକଲ୍ସ ଅଫ୍ ନାର୍ନିଆର କରିଛି, ଆଉ ନାରୁତୋର ଗୋଟେ ଦୁଇଟା ଭଲ୍ୟୁମ୍ କରିଛି। ତ ସେତିକି କରିଛି, ମୁଁ ବେଶୀ କରିନି। ତ ସେଇଟା ମୁଁ ହ୍ୟାରି ପଟର ପକେଇଛି। ଆଉ ମୁଁ ଆପଣଙ୍କୁ କହିଥିଲି କି ମୁଁ ଭବିଷ୍ୟତରେ ନିଶ୍ଚୟ କେବେ ନା କେବେ ମୁଁ ହ୍ୟାରି ପଟରର ସବୁତିକ ବୁକ୍ କଲେକ୍ସନ୍ କରିବି। ମୁଁ ଏଇଥିପାଇଁ କରିପାରିଲିନି, ମଝିରେ ଗ୍ୟାପ୍ ଦେଇଦେଲି କି ତା ବହି ବହୁତ ମାନେ ଦାମିକିଆ ବହି, ମାନେ ପାଖାପାଖି ଗୋଟେ ବହି 500 ଟଙ୍କା ପାଖାପାଖି। ତ ସେଇପାଇଁ ମୁଁ ସେଇଟା ଆଣିପାରୁନଥିଲି। ଆଉ ମୋର ବି ୟାଠୁ ଖର୍ଚ୍ଚ ବି ରହୁଥିଲା, ତ ମୁଁ ସେଇଟାକୁ ଆଣିପାରୁନଥିଲି। ତ ଏବେ ମୁଁ ଟାଇମ୍ ଦେଖିକି ମୋ ପାଖରେ ମାନେ ପଇସା ହେଇଗଲା, ତ ମୁଁ ସେଇଟାକୁ ଅର୍ଡ଼ର୍ କଲି। ଆଉ ମୁଁ ଅର୍ଡ଼ର୍ କରିବା ତା ଭିତରେ ଟ୍ରାଜେଡ଼ି ବି ଅଛି। ମାନେ ମୁଁ ଫାଷ୍ଟ ଥରେ ଅର୍ଡ଼ର୍ କରିଥିଲି, ସେଇଟା ମୋ ଆକାଉଣ୍ଟରୁ ଅର୍ଡ଼ର୍ କରିଥିଲି, ଆମାଜନ୍ରୁ ଅର୍ଡ଼ର୍ କରିଥିଲି। ତ ସେଇଟା କ'ଣ ହେଲା ନା, 2 ଦିନ ତାର ଡେଲିଭରି ଥିଲା, ସେଇଟା ପୁଣି ଆସିଲାନି। ସେଇଟା କ'ଣ ହେଲା, ବାଟରେ ଏମିତି କ୍ୟାନସଲ୍ ହେଇଗଲା। ପୁଣି ତାପରେ ମୁଁ ସିନ୍ଥୋନାଠାରୁ ଅର୍ଡ଼ର୍ କଲି, ଦେଇକି ଆଉ ଥରେ ଅର୍ଡ଼ର୍ କଲି। ତାପରେ ଯାଇକି ସେଇଟା ଆଇଲା। ମୁଁ ଏବେ କାଲି ବେସିକାଲି ରଖିଲି, ବହିଟା ରଖିଲି। ତ ମୁଁ ଗୋଟେ ବହି ଅର୍ଡ଼ର୍ କଲି ସାଙ୍ଗମାନେ, ଏକାଥରେ 3-3ଟା ବହି ଅର୍ଡ଼ର୍ କରିଦେଇଛି। ତ ପଇସା ମୁଁ ରଖିଥିଲି ଗୋଟେ ମାନେ ପାଖାପାଖି 7-8 ମାସ ହେଲା ପଇସା ରଖିଥିଲି। ତ ସେଇ ପଇସାରେ ମୁଁ ଅର୍ଡ଼ର୍ କରିଛି। ମୁଁ ଏବେ ଦେଖାଉଛି କେଉଁ ବହି ମୁଁ ଅର୍ଡ଼ର୍ କରିଛି। ତ ମୋ ହାତରେ ଏବେ ଦେଖିପାରୁଥିବେ ଏଇସବୁ ବହି ସାମାନ ମୁଁ ଅର୍ଡ଼ର୍ କରିଦେଇଛି ହ୍ୟାରି ପଟରର। ଆଉ ଯେଉଁମାନେ ଭାବୁଥିବେ ହ୍ୟାରି ପଟର ମୁଁ ଇଂଲିଶ ବହି ନୁହଁ, ମୁଁ ହିନ୍ଦୀ ବହି ହିଁ ଅର୍ଡ଼ର୍ କରିଛି। ତାର ହିନ୍ଦୀ ବହି ମାର୍କେଟରେ ଆଭେଲେବଲ୍ ଅଛି, ଆପଣମାନେ ଆମାଜନ୍ରେ ଯାଇକି ସର୍ଚ୍ଚ କରି ଆଣିପାରିବେ। ତ ମୁଁ ବି ଏଇଟା ରଖିଦେଉଛି। ଅବିକା ଏଇଠି ଦେଖିପାରୁଥିବେ, ଏଇଟା ହେଉଛି ଲାଷ୍ଟ ପାର୍ଟ, ବେସିକାଲି ହ୍ୟାରି ପଟର ଆଉ ଡେଥଲି ହାଲୋସ୍, ତ ମୌତ କା ତୋହଫାଟା ହିନ୍ଦୀରେ। ଆଉ ଏଇଟା ଦେଖିପାରୁଥିବେ ହ୍ୟାରି ପଟର ଆଉ ମାୟାପଞ୍ଚିକା ସମୂହ। ଏଇଟା ବେସିକାଲି ୟାର ଇଂଲିଶଟା ହେଉଛି ହ୍ୟାରି ପଟର ଆଣ୍ଡ ଦ ଅର୍ଡ଼ର ଅଫ୍ ଫିନିକ୍ସ ଏଇଟା। ଆଉ ଏଇଟା ହେଉଛି ହ୍ୟାରି ପଟର ହାଫ୍ ବ୍ଲଡ୍ ପ୍ରିନ୍ସ, ଇଂଲିଶ ବି ସେଇଆ। ଦେଖିପାରୁଥିବେ ବହିର ମୋଟା ବି ମୁଁ ଆପଣଙ୍କୁ ଦେଖାଇ ଦେଉଛି, ଦେଖନ୍ତୁ ଏତିକି ମୋଟା ବହି। ଆଉ ୟା କଭର୍ ବି ବହୁତ ବଢ଼ିଆ ଲାଗୁଛି। ଆଉ ଏଇଟା ସବୁଠୁ ମୋଟା ବହି ହେଉଛି ଏଇଟା ସବୁଠୁ ମୋଟା ବହି। ଏଇଟା ମିଡ଼ିୟମ୍। ତ କଭରିଂ କହିବାକୁ ଗଲେ ବହୁତ ବଢ଼ିଆ ହେଇଛି। ମାନେ ୟା କଭର୍ ହେରିକା ମୋତେ ବହୁତ ଭଲ ଲାଗୁଛି। ମୋତେ ସ୍ପେଶିଆଲି ସବୁ ବହିର କଭର୍ ଭଲ ଲାଗୁଛି। ମାନେ ଲୋକ ରିଭ୍ୟୁ ଦିଅନ୍ତି କି ଏଇଟା ଭଲ ଲାଗିଲାନି, ମୋତେ ସବୁ ଭଲ ଲାଗୁଛି। ତ କ'ଣ ମାନେ ମୁଁ କିଛି ଏଇଟା ଖୁଣି ବି ପାରୁନି, ଏତେ ବଢ଼ିଆ ବହି। ୟା ସ୍ମେଲ୍ ଏତେ ବହୁତ ବଢ଼ିଆ। ତ ଆପଣମାନେ ଯେତେବେଳେ ନୂଆ ବହି କିଣିଥିବେ ସେତେବେଳେ ଜାଣିପାରୁଥିବେ ୟାର ବହୁତ ମାନେ ବହି ଗୁଡ଼ାକର ସ୍ମେଲ୍ ହିଁ ଅଲଗା ଗୋଟେ। 15-20ଟା ଖଣ୍ଡେ ବହି କିଣିଛି ମୁଁ, ବେପର୍ଯ୍ୟନ୍ତ ଗୋଟେ ବହି ପଢ଼ିନି। ଆପଣ ଭାବୁଥିବେ ଟାଇମ୍ ହେଉନି, ନା ଟାଇମ୍ ହେଉଛି ମୋତେ, ମାନେ ଫ୍ରି ଟାଇମ୍ ବି ମୋତେ ମିଳୁଛି। ମୁଁ ପଢ଼ିନଥିଲି ଏଇଥିପାଇଁ କି ମୁଁ ଗୋଟେ ମୋର ମନରେ ଇଚ୍ଛା ଥିଲା କି ହ୍ୟାରି ପଟର ସବୁତିକ ବହି କଲେକ୍ସନ୍ କରିସାରିଲା ପରେ ମୁଁ ପଢ଼ା ଷ୍ଟାର୍ଟ କରିବି। ତ ଏବେ ଭାବୁଥିବେ ଏଇଟା ଅବିକା ଦେଖନ୍ତୁ, ମୁଁ ଦେଖାଇ ଦେଉଛି ଟୋଟାଲି ମୋ ବହି କଲେକ୍ସନ୍ ଟୋଟାଲି। ଦେଖିପାରୁଥିବେ ଏଇଟା ହେଉଛି ମୋ ବହି କଲେକ୍ସନ୍। ଆଉ ଏଇଟା ଭାବୁଥିବେ କ'ଣ, ଏଇଟା ହ୍ୟାରି ପଟର ଫାଷ୍ଟ ପାର୍ଟଟା। ଏଇଟା ମୁଁ ମଲାଟ ମଡ଼େଇ ଦେଇଛି, ଏଇଟା ଦେଖିପାରୁଥିବେ ହ୍ୟାରି ପଟର ଏଇଟା ଫାଷ୍ଟ ବୁକ୍ଟା, ଏଇଟା ମୁଁ ମଲାଟ ମଡ଼େଇ ଦେଇଛି। ତ ଏଇଟା ଫାଷ୍ଟ ପାର୍ଟ, ଏଇଟା ସେକେଣ୍ଡ ପାର୍ଟ, ଏଇଟା ଥାର୍ଡ଼ ପାର୍ଟ, ଏଇଟା 5, ଏଇଟା 6, ଏଇଟା 7, ଆଉ ଏଇଟା ନିକା ଲାଷ୍ଟ ପାର୍ଟ। ଆଉ ମୋ ପାଖରେ ଅବିକା 1, 2, 3, 4 ନମ୍ବର ପାର୍ଟଟା ମୋ ପାଖରେ ନାହିଁ। ଅବିକା ମୋ ପାଖରେ 4 ନମ୍ବର ପାର୍ଟ ନାହିଁ, ଯେଉଁଟା ଗବଲେଟ୍ ଅଫ୍ ଫାୟାର, ଯେଉଁଟା ଆକା ପ୍ୟାଲା, ସେଇଟା ମୋ ପାଖରେ ନାହିଁ। କାରଣ ସେଇଟା ବି ବହୁତ ପଇସା ପଡ଼ୁଛି, ସେଇଟା ପାଇଁ 500 ଟଙ୍କା ପଡ଼ୁଛି। ତା ପାଇଁ ବି ପଇସା ରଖିବାକୁ ପଡ଼ିବ। ମୋ ପାଖରେ ଏତେ ପଇସା ନଥିଲା, ମୁଁ ସେଇଟା ଅର୍ଡ଼ର୍ କରିବି। ତ ଯାହା ହେଉ ଆମ ପାଖରେ ଇଚ୍ଛା ଥିଲା, ଆଉ ସେଇଟା କମ୍ପ୍ଲିଟ୍ ହେଲା। ତ ବହୁତ ପିଲାକୁ ମୁଁ ଦେଖିଛି, ମାନେ ସିଏ ତାଙ୍କର କିଛି ଇଚ୍ଛା ଥିବ କରିବାକୁ, ସିଏ କରିପାରନ୍ତିନି। କାହିଁକିନା ମାନେ ମୁଁ ମୋଷ୍ଟଲି ଯାହାର ଇଚ୍ଛା ଥାଏ ସେଇଟା କରିବାକୁ ପଇସା ଦରକାର ହୁଏ। ତ ମୁଁ ଏତିକି ହିଁ କହିବି କି ପଇସା ସଞ୍ଚୟ କରନ୍ତୁ, ମନି ସେଭିଂ କରନ୍ତୁ। ବହୁତ ମାନେ ଇଜି ଜିନିଷ ହେଇପାରିବ। ମୁଁ ବି ମୋ ଷ୍ଟୋରି ଯଦି କହିବି, ମୁଁ ଏଇ ଭିତରେ ଘରେ ଯାହା ମୋତେ ପଇସା ଦେଇଥିଲି ମୁଁ ସେଇଟାକୁ ରଖିଛି। ଏଇଟା ମୁଁ ଗୋଟେ ବହି ବି ମାନେ ଘରୁ କହିନି ଯେ ଏଇଟା ମୋତେ ଦେଇଦିଅ, ମୁଁ ସବୁ ମୋରି ପଇସାରେ ଆଣିଛି। ମାନେ ମୋରି ପଇସା ତ ନୁହଁ, ଘରୁ ହିଁ ସେଇଟା ମୁଁ ଆଣିକି ସେଭିଂ କରିକି ମୁଁ ସେଇଟା ଆଣୁଛି। ତ
ସେଇଟା ନୁହଁ କି ମୁଁ ତାଙ୍କ ପଇସା ମାନେ କହିକି ଆଣିଛି ନାଇଁ ମୋତେ ବହିଟା ଦିଅ, ମୋରି ସେଭିଙ୍ଗରୁ ମୁଁ ଆଣିଛି। ତ ଏଇଟା ହେଲା କେମିତି କି ମୁଁ ସବୁ ସେ ଯେତିକି ପଇସା ମୋତେ ଖର୍ଚ୍ଚ କରିବାକୁ ଦିଅନ୍ତି ମୁଁ ସେଇଟା ରଖିକି ତାପରେ ରଖି ଏଇଟା ଆଣିଲି। ଟାଇମ୍ ଟେକିଂ ଟିକେ ଲାଗିବ, ଆପଣଙ୍କୁ ପଇସା ରଖିବାକୁ ଟିକେ ମାନେ ସମୟ ଲାଗିବ। ହେଇପାରେ କି ମୋ କେସ୍ରେ 7 ମାସରେ ପଇସା ହେଇଗଲା, ଆପଣଙ୍କ କେସ୍ରେ ହେଇପାରେ 8-9 ମାସ, କିନ୍ତୁ ଆପଣଙ୍କୁ ଭରସା ରଖିବାକୁ ପଡ଼ିବ। ଆପଣ ଯଦି ଭରସା ରଖିବେ ତେବେ ଆପଣଙ୍କୁ ଗୋଟେ ବଢ଼ିଆ ଉପହାର ବି ମିଳିବ, ଯେମିତି ମୋତେ ମିଳିଛି 3ଟାକ। ତ ଯାହା ହଉ, ଆଉ ଏତେ ଭଲ ଲାଗିଲା। ଆଉ ଏଇ ବହିଟା ଆପଣମାନେ ବହୁତ ପିଲା ଭାବୁଥିବେ ଏଇ ବହିଟା କ'ଣ, ଏଇଟା ହେଉଛି ଏବେ ବାହାରିଛି 2021 କି 2022 ୟାର ପବ୍ଲିକେସନ୍ ହେଇଛି। ଆଉ ୟାର ନାହିଁ, ମାନେ ୟାର ମୁଭି ନାହିଁ। ଏ ସମସ୍ତଙ୍କର ମୁଭି ଅଛି, ୟାର ସମସ୍ତଙ୍କର ମୁଭି ଅଛି, କିନ୍ତୁ ତା'ର ମୁଭି ନାହିଁ। ଏଇଟା କିନ୍ତୁ ଏବେ ବାହାରିଛି। ତ ଏଇଟା ହ୍ୟାରି ପଟର୍ର ଆଗର କାହାଣୀ ଦେଖେଇଛି। ତ ଏଇଟା ମୁଁ କିଛି ପଢ଼ିନି, କିଛି ପଢ଼ିନି, ସବୁ ରଖିଛି। ଯେତେବେଳେ ମୋର 4 ନମ୍ବର ପାର୍ଟ ଆସିବ ମୁଁ ସେଗୁଡ଼ା ପଢ଼ା ଷ୍ଟାର୍ଟ କରିଦେବି। ଆଉ ଯଦି ଆପଣମାନେ କହିବେ ବହି କେମିତି ଲାଗୁଛି, ବେସିକାଲି ଏଇ ଯେତିକ ସବୁ ବହି ଅଛି ୟା ମଲାଟ ୟାର ସେମ୍ ଟିକେ ମଲାଟ, ନହେଲେ ଏଇଟା ଟିକେ ଏଇଟା କ'ଣ, ଏଇଟା ମୋତେ ଲାଗୁଛି ଏଇଟା ଟିକେ ୟା ଉପରେ ଟିକେ ପ୍ଲାଷ୍ଟିକ୍ ମଡ଼ା ହେଇଛି, କିନ୍ତୁ ୟାର ସବୁ ଟିକେ ସାଇନିଂ ହେଇଛି। ତ ଭଲ ଲାଗୁଛି, ଏହାର ସବୁ ବଢ଼ିଆ ହେଇଛି। ଆଉ ଯିଏ ପ୍ରପର୍ ହ୍ୟାରି ପଟର୍ ଫ୍ୟାନ୍ସ ନିଶ୍ଚୟ ତ ସବୁ ଜିନିଷ ବି ଭଲ ଲାଗିବ। ତ ଚାଲନ୍ତୁ ଆଜିର ମୁଁ ସେଡ୍ୟୁଲ୍ ଇଂଲିଶ। ତ ଆଜି ସାମାନେ ମୋର ବହୁତ କାମ ଅଛି, ମିଶିକିନା ଆଜି କଲେଜ ଯିବା। ଆଉ କଲେଜ ଯାଇକି ସେଠି ମୋର ବହୁତ ଜିନିଷ ଅଛି, ସିଙ୍କରନାଇକ ଆସିବ। ଆଉ ଆଜି ସବୁ ଭଲ ହେବ। ଆଉ ଗୋଟେ ଜିନିଷ ମୁଁ କହିବାକୁ ଚାହୁଁଛି, ଆମର ମୁଁ ଏବେ ରିସେଣ୍ଟ ଯେଉଁ ବ୍ଲଗ୍ଟା ପକେଇଛି ସେଇଟା ଅଚାନକ କିନ୍ତୁ ଗୋଟେ 300 ଭ୍ୟୁ ପଳେଇଛି, 300 ଅବିକା 350 ଭ୍ୟୁ ପଳେଇଲାଣି। ତ ଥ୍ୟାଙ୍କ ୟୁ ଯେଉଁମାନେ ବି ଦେଖିଛନ୍ତି, ଏତେ ଭଲ ପାଇବା ଦେଇଛନ୍ତି। ତ ସେଇଟା ମୁଁ ଏକ୍ସପେକ୍ଟ କରିନଥିଲି। ମୁଁ ଯେତେବେଳେ ଏଇଟା ପକେଇଲି ସେତେବେଳେ ଥିଲା କେତେ 50 ଖଣ୍ଡେ ଭ୍ୟୁ। ତାପରେ ମୁଁ ବି ଆଉ ଦେଖିଲିନି ଆଡ଼େଇକି, 50-100 ହିଁ ରହିଛି। ତ 2 ଦିନ ପରେ ଆଡ଼େଇଲା ଯେ 300 ପଳେଇଛି। ତ ବହୁତ ବଢ଼ିଆ ହେଇଛି। ତ ଦେଖିପାରୁଥିବେ ବହୁତ ବଢ଼ିଆ ଲାଗୁଛି, ମାନେ ବହି କଲେକ୍ସନ୍ ବହୁତ ବଢ଼ିଆ ହେଇଛି। ଦେଖିବା ଚମଚମ କରୁଛି କଲର୍ଟା, ବହୁତ ବଢ଼ିଆ ଲାଗୁଛି। ମୋର ଯଦି ବହି କିଣିବାରେ ବହୁତ ଇଚ୍ଛା ଥିଲା, ଆଉ କାହାର ଆଉ କ'ଣ ଇଚ୍ଛା ଥିବ ତ ସେଇଟା ବି ଆପଣମାନେ ପୂରଣ କରିପାରିବେ। ତ ମୁଁ ଆପଣଙ୍କୁ ଥମ୍ସ ଅପ୍ ଗୋଟେ ଦେଉଛି। ତ ଚାଲନ୍ତୁ ଆଜି ବାକି ଯିବା। ଆଉ ଯିବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟେ ସର୍ଟ ସିନେମାଟିକ୍ ସୁଟ୍ ଗୋଟେ ଦେଇଦେଉଛି ଏଇ ବହିର। ଆଉ କେତେ ଭଲ ଲାଗୁଛି। ଏତିକି ବହି ନାହିଁ, ମୋ ପାଖରେ ଆହୁରି ବହି ଅଛି, ସେଇଟା ଅଛି ସେଠି, ମୁଁ ଦେଖେଇନି। ଆଉ ଭାବିଲି ହ୍ୟାରି ପଟର୍ ଚାଲନ୍ତୁ।